ବୃନ୍ଦାବନ ପଣ୍ଡା। ମାଙ୍କର ବର୍ଷକର 12 ମାସର 13 ପର୍ବ ଏଠି ପାଳନ କରାହୁଏ। ତାଠାରୁ ସବୁଠାରୁ ବଡ଼ ପର୍ବ ହେଲା ମହାବିଷୁବ ପଣା ସଂକ୍ରାନ୍ତି, ଯାହାକି ଆଜି ଦିନର ପାଳନ। ଆଉ ଏଥିର ଶହ ଶହ ପାଟୁଆ ବି ଉପସ୍ଥିତ ରହନ୍ତି। ଆଉ ବହୁତ ମେଳା ବହୁତ ବଡ଼ ଆକାର ଏଠି ହୁଏ। ଆଉ ତାପରେ ଦୁର୍ଗା ପୂଜା ମାଆଙ୍କର ରହିଛି, ବାସନ୍ତୀ ପୂଜା ମାଆଙ୍କର ରହିଛି, ଆଉ ମକର ସଂକ୍ରାନ୍ତି ମାଆଙ୍କର ରହିଛି। ଏଭଳିଆ ବିଭିନ୍ନ ପ୍ରକାର ପୂଜା ପର୍ବ, ଅଘିରା ପୂର୍ଣ୍ଣମୀ ପୂଜା ବି ଏଠି ରହିଛି। ଏସବୁ ପର୍ବପର୍ବାଣି ଏଠି ପାଳନ କରାହେଉଛି। ଆଉ ପାଟୁଆ ମାନେ ଆଜି ବୋଧେ 5000ରୁ ଉର୍ଦ୍ଧ୍ୱ ହେବେ ଯେଉଁ ପାଟୁଆଙ୍କ ସଂଖ୍ୟା। ସେମାନଙ୍କର ମାନସିକ ପୂରଣ କରିବା ପାଇଁ କେତେ ଲୋକଙ୍କର ହେଇଛି ବି, କେତେ ଲୋକଙ୍କର ହେଇନାହିଁ। ମାନସିକ ତାଙ୍କର ଯାହା ମାନସିକ ଥାଏ ସେଗୁଡ଼ା ପୂରଣ କରିବା ପାଇଁ ସେମାନେ ପାଟୁଆ ହେଇକି 3 ଦିନ ହେଲା ଏଠି ରହିଛନ୍ତି। ଆଉ ବୈଶାଖ ମାସ 25 ତାରିଖ ଯାଏଁ। ହଁ 7 ଦିନ ବେଶୀ ଯାତ୍ରା ହୁଏ ଏଇ ମହାବିଷୁବ ପଣା ସଂକ୍ରାନ୍ତି। ଆଉ ତାଙ୍କର ରାତି 4ଟାର ମଙ୍ଗଳ ଆଳତି କରାହୁଏ, ସ୍ନାନ କରାହେଇକି। ତାପରେ ସନ୍ଧ୍ୟା ଆଳତି ହୁଏ, ଦ୍ୱିପହରେ ପ୍ରସାଦ ଭୋଗ ହୁଏ। ଆଉ ବାଲ୍ୟ ଭୋଗ ସବୁବେଳେ ପାଇଁ ଚାଲିଛି। ଆଉ ରାତିର କ୍ଷୀରି ପିଠା ହୁଏ।